ତମେ କୋଉ ପକ୍ଷର କୁଣିଆ, ମଝିଆ ବୋଉ ପକ୍ଷର ନା ସାନ ମଝିଆ ବୋଉ ପକ୍ଷ? ଆମେ ମଝିଆ ବୋଉ ପକ୍ଷର ନଉ କି ସାନ ମଝିଆ ବୋଉ ପକ୍ଷର? ଆଉ ଆମେ ହଉଛୁ ଆମ ପୁତୁରା ବୋଉ ପକ୍ଷ। ପୁତୁରା ବୋଉ କୋଉ ପୁତୁରା ବୋଉ? ହେଲା ଆମ ପୁତୁରା ବୋଉକୁ ତମେ ଚିହ୍ନି ନା? ମୁଁ କେମିତି ଚିହ୍ନିଲି? ବିଚାରି ସେଦିନ ଠାରୁ ଆସିଲାଣି, କୋଉଠି ଅଛି, କଣ କରୁଛି, କିଏ ତା ଖବର ଅନ୍ତର ବୁଝୁଛି, ଏଇ କଥା ବୁଝିବା ପାଇଁ ଆମେ ବୁଢା ବୁଢୀ ଦିକେ ସେମିତି ମେଣ୍ଢା ଭଳିଆ ଏଠି ରଡି ପକଉଛ କାହିଁକି କହିଲ? ବିଶୁ ମଉସା ତମେ ଏଠି କଣ କରୁଛ? ତେଣେ ପରା ତୁ ଆମର ସେଇ ପୁତୁରା ବୋହୁ ଲତା କି? ତୁ ଆମର ସେଇ ତୋର ଇଏ କି ବେଶ ବା? ତୁ ବିଧବା ହେଇ ଆସି ଏଠି କୁଆରୀ ବେଶରେ ଅଛୁ? କେମିତି ଅଧର୍ମ ସହିଛି କେଜାଣି? ଏ ବୁଢୀ ତୋ ମୁଣ୍ଡ ଠିକ ଅଛି? ଏଠି ତୁ କାହାକୁ କଣ କହୁଛୁ? ଇଏ ପରା ଆମ ବଡ ବୋଉ ମାଙ୍କର ମାମୁଁ ଝିଅ ଭଉଣୀ। କୋଉ ମାମୁଁ ଝିଅ ଭଉଣୀ ବା? ଇଏ ପରା ହଉଛି ଆମ ପୁତୁରା ବୋହୁ। ଆମ ଘରେ ବିଧବା ହେଇକି ଥିଲା, ରାତାରାତି ଲୁଚି ପଳେଇ ଆସି ଏଠି ଆସି ଆଙ୍କ ଘରେ କୁଆରୀ ବେଶରେ ଅଛି। କହିଲେ ହେ ଛତର ଖାଇ କହୁନୁ, ମୁଁ କଣ ମିଛରେ କହୁଛି? ଏମିତି ଖୁଣ୍ଟୁଟା ଭଳିଆ ଠିଆ ହେଇଛି କାହିଁକି ବା? ଏମାନେ ଯାହା କହୁଛନ୍ତି ତା କଣ ସତ? କଣ ହେଇଛି ବିଶୁ ମଉସା? ଆରେ କଣ ହେଇଛି? ଏମାନେ କିଏ ବିଶୁ ମଉସା? ବୁଝିଲ ବୋହୁମା, କିଏ ଜାଣି ଏ ଦିଟା କିଏ? ଏ ଦିଟା କୋଉଠୁ ଆସି ଆମ ଲତାକୁ ଯାହା ନାହିଁ ତାହା କହିଲେଣି। ସେ କୁଆଡାଙ୍କର ପୁତୁରା ବୋହୁ, ସେଠି ବିଧବା ବେଶରେ ଥିଲା, ଏଠି ଆସି କୁଆରୀ ବେଶରେ ଅଛି, ଏମିତି କେତେ କଣ? ହଁ ବିଶୁ ମଉସା, ସେମାନେ ଯାହା କହୁଛନ୍ତି ସେସବୁ ସତ। ବୋହୁମା ହଁ ବିଶୁ ମଉସା, ସେସବୁ ସତ। କାହିଁ ଏକଥା ତମେ ଏଯାଏ କାହା ଆଗରେ କହିନ? ଲତା ବିଧବା ବୋଲି ତମ ବଡ ବାବୁ ମୋ ବ୍ୟତୀତ ଏ ଘରେ ଏ କଥା କେହି ଜାଣିନାହାନ୍ତି। ବିଶୁ ମଉସା ତମେ ଜାଣିଲ, ମୁଁ ତମକୁ ଅନୁରୋଧ କରୁଛି ଏ କଥା ଏ ଘରେ ତମେ ଯେମିତି କାହାରି ଆଗରେ ନ କୁହ। ନାଇଁ ବୋହୁମା, ଏକଥା ମୁଁ କାହା ଆଗରେ କହିବିନି, ହେଲେ ତମେ ଏ ଦିଟାଙ୍କୁ ଟିକେ ବୁଝେଇ ଦିଅ, ତା ନହେଲେ ସୁନାପୁରଟାକୁ ଏମାନେ ଚୁନା କରିଦେଇ। ମଲା ବୁଝେଇବ ଆଉ କଣ ବା? କହିଲା କଣ ନା ଲୁଚିଛି ନା ଗୋଡ ଦିଟା ଦିଶୁଛି, ଅଡି ପଡା ଦନ୍ତା। ଆପଣ ମାନେ ତା ଲତାର ଖୁଡି ଶାଶୁ ଚାଲ ଛୁଣି ନାଙ୍କୁ ମୁହଁରେ ଧରିନେଲ ମା। ଆପଣ ମାନେ କୁହନ୍ତୁ, 17 ବର୍ଷର ଝିଅ ଲତା ଯଦି ବାସର ଘର ଏରଡ ବାଣ୍ଠି ଡେଇବା ପୂର୍ବରୁ ବିଧବା ହେଇଗଲା, ତାହେଲେ ସେ କଣ ସାରା ଜୀବନ ଏମିତି ବିଧବା ହେଇ ରହିଯିବ? ସାରା ଜୀବନ ତା ଆଖିରୁ ଲୁହ ଗଡେଇବ? ତା ମୁହଁରେ ଟିକେ ହସ ଦେବା ପାଇଁ ଆମେ ମାନେ ତାକୁ ଏଠାକୁ ନେଇ ଆସିଛୁ। ଆପଣ ମାନଙ୍କ ବିଚାରରେ ଯଦି ଆମର ପାପ ହୁଏ, ଅଧର୍ମ ହୁଏ, ତାହେଲେ ଆମେ ମାନେ ସେସବୁ ମଥାପାତି ସହିଦେବୁ, କିନ୍ତୁ ଲତାକୁ କେବେ ହେଲେ ଆମେ ଠକିବାକୁ ଦବୁନି। ଆମେ କଣ ସେ କଥା ଚାହୁଁନି? ଯଦି ବା ଛୁଆଟା ଅକାଳରେ ବିଧବା ହେଇଗଲା, ତାହେଲେ କଣ ସାରା ଜୀବନ ସେମିତି ବିଧବା ହେଇକି ରହିବ? ଆଉ କୋଉଠି ବାହାତଳ ହେଇପାରିବନି? ସେଇଥିପାଇଁ ତ ମନଟା ସମ୍ଭାଳି ହେଲାନି ବୋଲି ବୁଢା ବୁଢୀ ଦିଟା ପଇସା ଖର୍ଚ୍ଚ କରି ଆଇଥିଲୁ। ହଇଏ ଆଉ ଠିଆ ହେଲ କାହିଁକି? କଣ କରିବା? ବୋହୁକୁ ତ ଦେଖିଲେ, ଚାଲ ଆମ ବାଟରେ ଆମେ ଯିବା। ଆଉ ଚାଲ। କୁହନ୍ତୁ, ଦିଦିକା ବାହାଘର ହଉଛି, ବାହାଘର ସରିଯାଉ ଆପଣ ମାନେ ଯିବେ। ହଉ ହେଲା, ତମେ ଯଦି କହୁଛ ତାହେଲେ 2-4 ଦିନ ଖଣ୍ଡେ ଏଠି ଥେଇ ଥେଇ କରିଦେଇ ଚାଲିଯିବା ଆଉ। ଆରେ ଭାନୁମତୀ, ଆଉ ବାହାରେ ଠିଆ ହେଲ କାହିଁ? ଆଉ ନା ଘର ଭିତରେ ଟିକେ ଥେଇ ଥେଇ କରିବା। ଭିତରକୁ ଦେଖନ୍ତୁ, ଆପଣ ମାନେ ମୋର ମା ବାପା ପରି, ଯୋଉ 2-4 ଦିନ ଏଠି ରହିବେ, ଲତା ବିଧବା ବୋଲି ଏ କଥା ଏ ଘରେ ଆପଣ ମାନେ ଯେମିତି କାହାରି ଆଗରେ ନ କୁହନ୍ତି। ନାଇଁ ବା, ଆମେ କାହିଁ କାହାକୁ କହିବୁ? ଆମକୁ ଯିଏ ପଚାରିବ ତମେ କିଏ, ଆମେ କହିଦବୁ ଆମେ ହଉଛୁ ଶାନ୍ତିର କକା ଆଉ ଖୁଡି। ଠିକ ଅଛି, ଆପଣ ମାନେ ଘର ଭିତରକୁ ଆସନ୍ତୁ। ଭଲ ଝିଅଟିଏ। ହଏ ଭାନୁମତୀ, କନକପୁରଠୁ ଟାଟା ସହର ଯାଏ କଣ ଥେଇ ଥେଇ କରି ପକଉଥିଲ, ଆଉ ଏଠି କଣ ଥେଇ ଥେଇ ସବୁ କଥା କଣ କିଛି ବୁଝିପାରିଲନି? ଦେଖିଲଟି କଣ ଯାହା ପାଇଁ କି ଆମେ କଷ୍ଟ କରି ଏତେ ବାଟରୁ ଆସିଥିଲେ, ଆମକୁ ଦେଖି କେମିତି ନାଗୁଣିକ ଭଳିଆ ଫଁ ଫଁ ହେଇ ଘର ଭିତରକୁ ଚାଲିଗଲା। ଦେଖିବ ରହିଥାଅ, କଣ କରିବା? ଏଇଠି 2-4 ଦିନ ରହିବା ଭିତରେ ଏମିତି ମତର ଫୁଙ୍କି ଦେଇଯିବି ଯେ ନାଗୁଣିଟା ବଳେ ବଳେ ମୋଡି ମାରି ଏ ଭାନୁମତୀର ପେଡି ଭିତରେ ପଶିଯିବ। ଲାଜ କଣ କରୁଛ ମ? ତମେ ପରା ଆଗରୁ ସନ୍ତୋଷ ଭାଇଙ୍କ ସହିତ ବୁଲା ମେଡିକାଲ କଲେଜରେ ପଢୁଥିଲା ବେଳେ ତାଙ୍କୁ ଭଲ ପାଇଥିଲ, ଆଉ ଆଜି ଏଠି ଯେମିତି ଅଛ ସତେ ଯେମିତି ସନ୍ତୋଷ ଭାଇକି ଚିହ୍ନିନ ନା ଜାଣିନ? ହଁ, ସବୁ ଝିଅ ମାନେ ତ ବାସ ରାତ୍ରି ଏମିତି ଗୋଟିଏ ବାହାନା କରନ୍ତି। ହଉ, ସେ ବାହାନା ଟାକ ତମେ ସନ୍ତୋଷ ଭାଇକି ଦେଖେଇବ। ଛାଡ ସେ କଥା, ଆସିଲ ଏଠି ବସିବା ଆସ। ବୋହୁ ଦେଖୁଛୁ, ଦେଖେ ଭଲ ଲୋ ଭଲ, ଭଲ ନା? ଦେଖ ବସ। ଏଇଠି ସେ ସାନ ମଛିଆଣି ବୋହୁ, ମୁଁ ଟିକେ ତାକୁ ଦେଖନ୍ତି। ତୁ ମତେ ଚିହ୍ନିବୁ ନା ଝିଅ? ମୁଁ ତମ ସମସ୍ତଙ୍କର ଖୁଡି। ଖୁଡି? ହଁ। ଇଏ କଣ କରୁଛୁ ବା? ମତେ କାହିଁକି ମୁଣ୍ଡିଆ ମାରୁଛୁ? ଯାହାକୁ ତ ମୁଣ୍ଡିଆ ମାରିବା କଥା, ରାତି ପାଇଲା ବେଳକୁ ତାର କଣ ହଉଛି କେଜାଣି? ମତେ କାହିଁକି କେମିତି ଲାଗୁଛି ଲୋ ମା? ତମେ ସବୁ କଣ କାହିଁ ଖେଳୁଛ? ମୁଁ କଣ କହୁଛି ବା? ଏଇଠି ମା, ସେ ଯୋଉ ଝିଅଟା ତତେ ବନ୍ଦାପନା କରୁଥିଲା, ସେ କିଏ କି? ସେ
ବଡ ଯାଙ୍କର ମାମୁଁ ଝିଅ ଭଉଣୀ। ମାମୁଁ ଛୁଆ ଭଉଣୀ ବା ସେଇଟା ପରା ଗୋଟେ ବିଧବା ଝିଅଟା। ଶାଶୁ ଘରେ ବିଧବା ହେଇଥିଲା, ରାତାରାତି ଲୁଚି ପଳେଇ ଆସି ଏଠି ଆଙ୍କ ଘରେ ଆସି କୁଆଁରୀ ବେଶରେ ଅଛି। ତମେ ସବୁ କଣ କହିଯାଉଛ? ଏଇ କଥା କଣ ସତ? ଗୋଟେ ବିଧବା ଝିଅ ସେ ଘରେ କୁଆରୀ ବେଶ ଅଛି, ପୁଣି ମତେ ବନ୍ଦାପନା କଲା। ମୁଁ କଣ ଏକା କହୁଛି ନା କଣ? ଇଏ କଥା ପରା ସେ ବଡ ଭାଇ ଆଉ ବଡ ଭାଉଜ ବେଶ ଭଲ ଭାବରେ ଜାଣିଛନ୍ତି। ହେଲେ ସିଏ ତ ଚାହୁଁଛନ୍ତି ଭାଇ ଗୁଡାକ ସବୁ ମରିଯାଆନ୍ତି କି ତାଙ୍କର ଭଲ ହୁଅନ୍ତା। ଖୁଡି, ତା ନହେଲେ ତୁ ଯେତେବେଳେ ନୂଆ ହିଁ ଘରକୁ ଆସିଲୁ ଶାନ୍ତି ଜାଣି ଶୁଣି ଗୋଟେ ବିଧବା ଝିଅକୁ ତତେ ବନ୍ଦେଇବା ପାଇଁ ପଠେଇଥାନ୍ତା। କେ ଜାଣିଲ ମା, ନୂଆ ବୋହୂଟାକୁ ବିଧବା ଝିଅଟା ବନ୍ଦେଇଛି ଯେତେବେଳେ ତା ଭାଗ୍ୟରେ କଣ ଅଛି କେଜାଣି। ଭଗବାନ କରନ୍ତୁ ଲୋ ମା, ତ ହାତ କାଛୁ ବଜର ହେଇଥାଉ। ମତେ କାହିଁ କେମିତି କେମିତି ଲାଗୁଛି, ରାତି ପାଏ କି ନ ପାଏ। ଯାଉଛି ଏ ମା, ମୁଁ ତତେ ଏକଥା କହିଲି ବୋଲି ତୁ କାହାରି ଆଗରେ କହିବୁନି। ମତେ ଯୋଉ ଗୁଡାକ ଭଲ ଦେଖାଗଲା ମୁଁ ସେଇଟା କହିଲି। ମୁଁ ପୁରା ତୋର ଖୁଡି। ଯାଉଛି ନା, ଏସବୁ ହଉଛି ସେଇ ବଡ ଯାର ଚକ୍ରାନ୍ତ। ଆଜି ଏଇ ବର୍ଷା ରାତିରେ ମତେ କିଛି ନା କିଛି ଗୋଟେ ଫଇସଲା କରିବାକୁ ପଡିବ। ସନ୍ତୋଷ ଆସନ୍ତୁ, ଆଜି ମୁଁ ତାକୁ ସଫାସଫା କହିଦେବି। ଆଉ କହିବାରେ କଣ ଅଛି? ମତେ ବାହାଘର ନିଶାଟା ତମକୁ ଏତେ ଜୋର ଘାଲିଲା ଯେ ଶେଷ ନିଜେ ତ ବଦନାମ ହେଲ, ଆଉ ମତେ ବି ବଦନାମ କରାଇଦେଲ। ମୁଁ ସତ କହୁଛି ଶିଖା, ବଡ ଭାଇ ଯଦି ବିବାହ ପ୍ରସ୍ତାବ ରାଜି ନଥାନ୍ତେ ତାହେଲେ କେବେ ମୁଁ ତମକୁ ବିବାହ ହେଇନଥାନ୍ତି। ଓ ବଡ ଭାଇ ବଡ ଭାଇ ବଡ ଭାଇ ବଡ ଭାଇ ତମ ଜୀବନରେ କଣ ସବୁ କିଛି? ତମେ ସିନା ବଡ ଭାଇ ବୋଲି ଭକ୍ତି କରିଛ, ହେଲେ ସିଏ ତମର କୋଉ ସୁଖ ଦେଖିଛନ୍ତି ଶୁଣେ? ଶିଖା, ସେ ଯଦି ତମର ସୁଖ ସିଏ ଦେଖୁଥାନ୍ତେ ତାହେଲେ ମତେ ବନ୍ଦେଇବା ପାଇଁ ଗୋଟିଏ ବିଧବା ଝିଅକୁ ପଠେଇ ନଥାନ୍ତେ। ବିଧବା ଝିଅ? କାହାକୁ ତମେ ବିଧବା ଝିଅ କହୁଛ? ସେଇ ତମ ଲତା। ଲତା ବିଧବା? ଏ କଥା ତମକୁ କିଏ କହିଲା? ତମକୁ ସିନା ତମ ଭାଇ ଭାଉଜ ଏ କଥାଟାକୁ ଲୁଚେଇ ରଖିଥିଲେ, ହେଲେ ମୁଁ କଣ ଜାଣିନି ସେ କିଏ? ନା, ମୋ ଭାଇ ଭାଉଜ କେବେ ମତେ ମିଛ କହି ନ ପାରନ୍ତି। ବରଂ ତମେ ଗୋଟେ ଭୁଲ ଖବର ପାଇ ଅଯଥା ମୋ ଭାଇ ଭାଉଜଙ୍କ ଉପରେ ଦୋଷାରୋପ କରୁଛ। ଭାଇ ଭାଉଜ ଯଦି ତମର ଏତେ ନିଜର, ତାହେଲେ ଯାଉନ ସେଇ ଭାଇ ଭାଉଜକୁ ନେଇ ଘର ସଂସାର କରିବ। ମତେ କାହିଁକି ବାହାଥିଲ? ମୁଁ ତମକୁ ବାହାଇନି ଶିଖା, ବରଂ ନିଜର ଜନଲାଳସା ମେଣ୍ଟିବାକୁ ଯାଇ ଶେଷରେ ବଦନାମ କରି ତମେ ମତେ ବାହାଇଛ। ହଁ, ମୁଁ ତମକୁ ବାହା ହେଇଛି, ଆଉ ବାହା ହେଲା ପରେ ଏ ଘରେ ତମର ଯେତିକି ଅଧିକାର ମୋର ମତେ ସେତିକି ଅଧିକାର। ଶିଖା, ଖବରଦାର ମୁଁ କହିଦଉଛି, ତମେ ଯଦି ତମ ଭାଇ ଭାଉଜକୁ ଡରି ଭିନେ ନ ହେଇଛ ତାହେଲେ ଶିଖାକୁ ତମେ ଶିଖା ବୋଲି ଡାକି ପାରିବନି। ନା, ମୁଁ କେବେ ମୋ ଭାଇ ଭାଉଜ ଠାରୁ ବି ନେଇପାରିବିନି। ଯୋଉ ଭାଇ 15 ବର୍ଷ ଧରି ସଳିତା ବଳି ଜଳି ଆମକୁ ଆଲୋକ ଦେଖେଇଛନ୍ତି, ଯୋଉ ଭାଇ ରାସ୍ତାର ଫୁଟପାଥରେ ଭିକ ମାଗି ମତେ ପାଠ ପଢି ମଣିଷ କରିଛନ୍ତି, ସେ ଭାଇଠାରୁ ମୁଁ କେବେ ଭିନେ ହେଇପାରିବିନି। ନା, ମୁଁ ମୋ ଭାଇଠାରୁ କେବେ ଭିନେ ହେଇପାରିବିନି। ତାହେଲେ ଶୁଣ ସନ୍ତୋଷ, ମୁଁ ପୁଣି ଥରେ କହିଦଉଛି, ଯେ ପର୍ଯ୍ୟନ୍ତ ତମେ ତମ ବଡ ଭାଇ ଭାଉଜଙ୍କ ଡରି ଭିନେ ନ ହେଇଛ ସେ ପର୍ଯ୍ୟନ୍ତ ଶିଖାର ଏ ଦେହଟାକୁ ତମେ ସ୍ପର୍ଶ କରିପାରିବେ ନା। ସେଇଥିପାଇଁ ମୁଁ ନାରୀମାନଙ୍କୁ ଘୃଣା କରେ। ନାରୀ ମାତ୍ରେ ମାୟାବିନୀ, କୋକିନୀ। ସେ ତାର କୋକଜାଲ ଭିତରେ ପୁରୁଷମାନଙ୍କୁ ଛନ୍ଦି ଦେଇ ପ୍ରତି ମୁହୂର୍ତ୍ତରେ ତାକୁ ଶୋଷଣ କରି ଚାଲେ। ମୁଁ କିନ୍ତୁ ତୋ କୋକଜାଲରେ ପଡିବା ଲୋକ ନୁହଁ। ତୋ କୋକଜାଲରେ ପଡି ଛଟପଟ ହେବା ଆଗରୁ ଏ ଘର ଛାଡି ମୁଁ ଚାଲି ଯାଉଛି। ଯାଉନି, ଏ ଘରକୁ ମୁଁ ସେଇଦିନ ଫେରିବି ଯୋଉଦିନ ଶିଖା ବୋଲି ଗୋଟେ ଜଳନ୍ତା ନିଆଁ ପିଣ୍ଡଳା ସବୁଦିନ ପାଇଁ ଏ ଘରୁ ଲିଭି ଯାଇଥିବ। ଥାଉ ଲୋ ମା ଥାଉ, ଆଉ କାହିଁକି ତାକୁ ପଛରୁ ଡାକୁଛୁ କହିଲୁ? ସେ କଣ ଆଉ ଶୁଣିବ? କିଏ ହିମି କପାଳରେ ଜନ୍ମ ହେଇଥିଲୁ କେଜାଣି? ଆଜି ପୁଣି ଦିନରେ ତୋ ସ୍ୱାମୀ ତତେ ପର କରି ଚାଲିଗଲା। ମୋ ମାଟା ପରା, ମନ ଦୁଃଖ କରନା। ତୋ ଭାଗ୍ୟରେ ଯାହା ଅଛି ମୁଁ କଣ କରିବି? ଏଇ ଦେଖିଲୁ ସେ ପାଖ ଘରେ ଆଲୋକ ବାବୁ ରେଖା ଦେବୀ କେଡେ ଖୁସିରେ ଅଛନ୍ତି। ମଥାରେ ଦେଇ ପାଟ ଓଢ଼ଣି ଆସିବୁ ଯେବେ ସାଜି ମରଣି। ମଥାରେ ଦେଇ ପାଟ ଓଢ଼ଣି ଆସିବୁ ଯେବେ ସାଜି ମରଣି। ରାତି ହେଇଯିବ ଦିନ ତୋ ପରମର ନେଇ ଜନ
ସ୍ମୃତିର ରାତିରେ ମୁଁ ତମକୁ କଣ ଉପହାର ଦେବି? କଣ ରେଖା? ଗତ ବର୍ଷ ଡାଡି ଆମେରିକା ଯାଇଥିଲେ ଆଉ ସେ ମୋ ପାଇଁ ଗୋଟେ ଡାଇମଣ୍ଡ ହାର ଆଣିଥିଲେ। ଡାଇମଣ୍ଡ ହାର? ସେ ହାରଟାକୁ ମୁଁ ଆଜି ରଖିଛି। କାହିଁକି ଜାଣିଛ? କାହିଁକି? ମୋର ଇଚ୍ଛା ଥିଲା ମୋ ଜୀବନ ସାଥୀ ଝିଅ ଆଚ୍ଛା ମୋ ହନିମୁନ ନାଇଟ୍ ରେ ତା ନିଜ ହାତର ହାରଟା ପିନ୍ଧେଇ ଦବ। ସେ ଭାଗ୍ୟଟା ତ ମୋର ନିଶ୍ଚୟ। ଦିଅ ରେଖା, ମୁଁ ଆଜି ନିଜ ହାତରେ ସେ ହାରଟା ତମ ବିକ୍ରି ପିନ୍ଧେଇ ଦେବି। ଦିଅ ନା। ଏ ନିଅ। ହାର କିଏ ନେଲା? ହାର କିଏ ନେଲା ମାନେ? ଇଏ ତମର କେମିତି ଆହୁରି କି ଜାଣେ? ଏ ଘରର ପ୍ରାଇଭେସି ବୋଲି କିଛି ନାହିଁ। ରେଖା, ଯିଏ ଏତେବେଳେ ପାରିଲା ମୋ ରୁମ୍ ପଶିଥିଲା। ରୁମ୍କୁ ପଶି ଆସିଲା? 1.5 ଲକ୍ଷ ଟଙ୍କାର ହାରଟା ହେଲା। 1.5 ଲକ୍ଷ ଟଙ୍କାର ହାରଟା ଏଗରୁ କିଏ ନେଇଗଲା? ନାଇଁ, ହାରଟା ହୁଏତ ଆମ ଘରେ କିଏ ଦେଖିବା ପାଇଁ ନେଇଥିବେ। ଚାଲ ଦେଖିବା ହାରଟା କୋଉଠି ଅଛି। ଆସ କେମିତି ଦେଖିବା। ଯାହା ଜଣା ପଡିଲାନି ତମରି ପାଇଁ ଗୁରୁଶ୍ରୀ ଝଡିରାମ ଖଟେଇ ବନ୍ଧା ହେଇ ମାମୁଁ ଘର ରୋଳରେ ବନ୍ଧା ହବ କାହିଁକି? ମାମୁଁ ଘରକୁ ଯିବ କାହିଁକି? ତମେ ଚୋରି କାହିଁ କଲ? ଚୋରି କିଏ କରିଛି? ଆଉ ତାଙ୍କରି ଜିନିଷ ତାଙ୍କରି ଘରେ ରହିବ। ଆମେ ଖାଲି କାମଟାକୁ କରିବି, ଖସିକି ଚାଲିଯିବା। ଭାଗମତୀ ମତେ କାହିଁ ଭାରି ଡର ଲାଗୁଛି। ମୁଁ କଣ କରିବି? ଯିବା ଦି ଜଣ ଯାକ ଯିବା। ଆଉ ଧରା ପଡିଆ ତ ଧରା ପଡିଆ, 2 ଜଣ ଯାକ ଧରା ପଡିଆ, ନହେଲେ ଦେଇ ଖାଇବା ତ 2 ଜଣ ଯାକ ଖାଇବା। ସେମିତି କାହିଁ ହଉଛ? କଣ କହିବୁ? ଯଦି ଡର ମାଡୁଛି ତମେ ଯାଅ ସେ ଗେଟ୍ ପାଖରେ ଠିଆ ହେଇଥିବ। ଘର ଭିତରୁ ଆସିବି ତ ତମକୁ ଡାକିବି, ବସରେ ଉଠିକିରି ପଳେଇବା। ମତେ ଭାରି ଡର ମାଡୁଛି। ଯିବା ତ 2 ଜଣ ଯାକ ସାଙ୍ଗ ହେଇଯିବା। ବୁଝିଲ ମନୋଜ ବାବୁ, ମୁଁ ଭାବୁଛି ସେ ବୁଢାବୁଢୀ ଯାକ ସେ ହାରଟାକୁ ନେଇ ପଳେଇ ଯାଇଛନ୍ତି। ନା ମଉସା, ମୋର ଟିକେ ମନେ ହେଉଛି ସେମାନେ କାମ କେବେ ହେଲେ କରିନଥିବେ। ସେ କଣ ପରବ ହେଇଛନ୍ତି? ସିଏ ପୁରା ବଡ ଭାଉଜର କକା ଖୁଡି, ତାଙ୍କୁ କେମିତି ଧରୁଛ କହିଲ? କକା ଖୁଡି ନା ଲେମ୍ବୁ ଲୁଣ? କଣ ଲେମ୍ବୁ ଲୁଣ? ତମେ ଜାଣିନ ମନୋଜ ବାବୁ? କଣ ହେଇଛି? କୋଉଠି କକା ଖୁଡି, କୋଉଠି ମଉସା ମାଉସୀର ପରିଚୟ ଦେଇ ମାନେ ରାତାରାତି ଯାହା ନାହିଁ ତା ଚୋରି କରି ନେଇ ପଳେଇ ଯାଉଛନ୍ତି। ମୋ ମତରେ ପୋଲିସରେ ଜଣେ ଧରି ଆଣି ଗୋଟା କେତେ ଥୋଇଦେଲେ ସବୁ ଠିକ ହେଇଯିବ। କାହାକୁ ପୋଲିସରେ ଦବ? ସେଇ ବୁଢାବୁଢୀ ଦିଟାଙ୍କୁ। କଣ କରୁଛନ୍ତି ସେମାନେ? ତମେ କିଛି ଜାଣିନଥିବ ବାବୁ? ଆଶ୍ଚର୍ଯ୍ୟ, ମୁଁ କେମିତି ଜାଣିଲି କଣ କରୁଛି? ରାତାରାତି ମଝିରେ ବୋଉମାନଙ୍କର 1.5 ଲକ୍ଷ ଟଙ୍କାର ହାର ନେଇ ପଳେଇ ଯାଇଛନ୍ତି। 1.5 ଲକ୍ଷ ଟଙ୍କାର ହାର ନେଇ ଆମ ଘରୁ ପଳେଇ ଯାଇଛନ୍ତି? ନାଇଁ ବିଶ ମଉସା, ତମେ ଭୁଲ କହୁଛ। ସେ କୁଣିଆ ଲୋକ ଆମ ଘରକୁ ଆସିଥିଲେ। ଆମ ହାର କାହିଁକି ସେ ନେବେ? ଏଇଟା ନେଲା, ତମେ ଯାଇ ସେଇ ଘର ଖୋଜିକି ଦେଖ, ସେଇ ଘରୁ ହାର ମିଳିବ। ନାଇଁ ଭାଇ, କାଲିଠାରୁ ସବୁ ରୁମ୍ ଖୋଜି ସାରିଲି, କିନ୍ତୁ ହାରଟା କୋଉଠି ହେଲେ ମିଳୁନି। ସବୁ ରୁମ୍ ଖୋଜା ସରିଲା, ହାରଟା ଘର ଭିତରୁ ଉଡି ଚାଲିଗଲା। ନାଇଁ, ଉଡିଯିବ କାହିଁକି? ବେଶୀ ଗପୁଛି। ଯା ଦେଖିବୁ, ଯା ସେ ଘର। ତୁ ଭାଉଜ 2 ଜଣ ମିଶିକି ସେ ଘର ଖୋଜ। ଯା। କାଲିଠାରୁ ତ ଖୋଜୁ ଯା। ଏ ବିଷୟ ତମେ ତାହେଲେ ଗୁଞ୍ଜା ଦେଖ। ଆଉ ଚିଠି ପଢିକି ତାକୁ ଅଟକେଇକି ରଖିପାରିଲନି? ସକେଇ ଆଣି ଚିଠି ଦଉଛ, ଚିଠି ପଢି ମୁଁ ଖୋଜିବାକୁ ଯିବି। କଣ ଲେଖିଛି? ଆଜି ମୋର କଣ ହେଲା ଶାନ୍ତି? ଆଜି ମୋର କଣ ହେଲା? 15 ବର୍ଷ ଧରି ରକ୍ତକୁ ପାଣି କରି ଯୋଉ ସୁଖ ଶାନ୍ତିର ବସାଟି ଗଢିଥିଲି, ସେ ବସାଟି କଣ ଭାଙ୍ଗି ମୋର ଚୁରମାର ହେଇଯିବ? ତମେ କୁହ, ସେ ବସା କଣ ଭାଙ୍ଗି ମୋର ଚୁରମାର ହେଇଯିବ? ମତେ ବିଶ୍ୱାସ କର, ମୁଁ ସାର ନେଇନି। ବିଶ୍ୱାସ କଣ କରିବି? ହାର ନେଇନୁ, ଆଉ ଏଇଟା କଣ ପବନରେ ଉଡି ଆସି ତ ବାକ୍ସ ଭିତରେ ରହିଗଲା? କଣ ହେଇଛି କଣ? ତମେ କୁହ ଆନନ୍ଦ ଭାଇ, ତମ ଲତା କଣ ଚୋରି କରିପାରି? କହ ଶାନ୍ତି ଅପା, ମୁଁ ଏ କାମ
করছি তু বিশ্বাস করিপারছু আলোক সে ହାର ତାହେଲେ ଲତା ବକ୍ସରୁ ବାହାରିଛି ତୁ ଆଜି ଏଠି ମତେ ସତ କହୁଛୁ? ସତ କହୁନି କଣ ମିଛ କହୁଛି? ଦେଖ ଭାଇ, ଲତାର କଥାକୁ ବିଶ୍ୱାସ କରି ତମେ ଯଦି ମୋ କଥାକୁ ଅବିଶ୍ୱାସ କରୁଛ ତାହେଲେ ମୋର କିଛି କହିବାର ନାହିଁ। କିନ୍ତୁ ଯୋଉ ଲତାକୁ ତମେ ଗୋଟେ ନିରୀହ ଝିଅ ଭାବେ ଘରେ ଆଶ୍ରୟ ଦେଇଛ, ସେ ଲତା ଦିନେ ଘରେ କାଳ ନାଗୁଣୀ ଦେଖାଦବ। ଆଲୋକ ବରଂ ଗୋଟେ କାଳ ନାଗୁଣୀର ବିଷ ଜଳରେ ଜର୍ଜିତ ମରିବା ଆଗରୁ ମୁଁ କହୁଛି ଭାଇ, ଲତାକୁ ଆଗରୁ ବାହାର କରିଦିଅ। ନା ଆନନ୍ଦ ଭାଇ, ମୁଁ ଯଦି ତୁମ ହାର ଚୋରି କରିଛି ତାହେଲେ ଘର ଛାଡି ଚାଲି ଯାଉଛି। ତମ ଭାଇ ଭାଇ ସମ୍ପର୍କ ଭିତରେ ମୁଁ ପାଚେରୀ ଉଠି ହେବାକୁ ଚାହେଁ ନା। ନା ଲତା, ତୁ ଏ ଘର ଛାଡି କୁଆଡେ ଯିବୁନି, ତୁ ଏଇ ଘରେ ରହିବୁ। ତାହେଲେ ଏଇ କଣ ତମର ଶେଷ ନିଷ୍ପତ୍ତି? ହଁ, ଏଇ ମୋର ଶେଷ ନିଷ୍ପତ୍ତି। ଲତା ଏଇ ଘରେ ରହିବ। ଭାଇ, ଲତା ସେ ହାର ଚୋରି କରୁ ବା ନ କରୁ, ତା ବାକ୍ସରୁ ଯେତେବେଳେ ସେ ହାର ବାହାରିଛି ଏଥିପାଇଁ ସିଏ ଦାୟୀ। ତାପରେ ତୁ କହୁଛୁ ଏଇ ସାମାନ୍ୟ ଘଟଣା ନେଇ ଆମ ଭାଇ ଭାଇର ପବିତ୍ର ସମ୍ପର୍କ ସବୁଦିନ ପାଇଁ ଛିନ୍ନ ହୋଇଯାଉ। ଭାଇ, ଲତା ସେ ହାର ଚୋରି କରିଛି, ଏଥିପାଇଁ ଆମେ ତାକୁ ଶାସ୍ତି ଦେବା। ଆଉ ତାର ଶାସ୍ତି ହଉଛି ସେ ଏଠି ତୋର ପାଦ ଧରି କ୍ଷମା ମାଗିବ।